ହେଲା। ଆମେ ପୁଣି ଥରେ ସ୍ୱାଗତ କରିବା କୋଉଠିକୁ ପାସ୍ ଏକାଡେମୀକୁ। ପୁଣି ଆମେ ଦେଖିବା କଣ୍ଟିନ୍ୟू କରୁଛେ ଯୋଉ ସେସନ। ଆମେ ନେକ୍ସଟ ଦେଖିବା କଣ ନା ମଡେଲ ଅକ୍ସିଲାରୀ ବ୍ୟବହାର। ଇଏ ଦେଖିଲେ ଆମେ ପ୍ରାଇମେରୀ ଅକ୍ସିଲାରୀ ବ୍ୟବହାର। ନେକ୍ସଟ ଦେଖିବା ଆମେ ମଡେଲ ଅକ୍ସିଲାରୀ ବ୍ୟବହାର। ସମସ୍ତେ ରେଡି? ଏ ପର୍ଯ୍ୟନ୍ତ ଲେଖି ନେଇଛେ ସମସ୍ତେ? ଆମେ ପ୍ରଥମେ ସେଠି ଆମେ ଦେଖିକି ଆସିଲେ ଯେ ମଡେଲ ଅକ୍ସିଲାରୀ ଆମର ଯୋଉ ବ୍ୟବହାର କରୁଛେ ଆମେ ନା ଆମର ପ୍ରାଇମେରୀ ଅକ୍ସିଲାରୀ କୁ ଯୋଉ ବ୍ୟବହାର କରୁଥିଲେ, ପ୍ରାଇମେରୀ ଅକ୍ସିଲାରୀ ଟା ସବୁବେଳେ କେମିତି ବ୍ୟବହାର ହଉଥିଲା? କେବେ କେବେ ସେ ମେନ୍ ଭର୍ବ ଭାବରେ ବ୍ୟବହାର ହଉଥିଲା, କେବେ କେବେ ସେ କେମିତି ନା ହେଲ୍ପିଂ ଭର୍ବ ଭାବରେ। କିନ୍ତୁ ମଡେଲ ଅକ୍ସିଲାରୀ କୁ ଆମେ କେବେ ବି ମେନ୍ ଭର୍ବ ଭାବରେ ବ୍ୟବହାର କରିପାରିବା ନାହିଁ। ଧ୍ୟାନ ରଖ, ସବୁବେଳେ ସେ ହେଲ୍ପିଂ ଭର୍ବ ଭାବରେ ହିଁ ବ୍ୟବହାର କରାଯାଏ। ବୁଝିପାରୁଛ ନା ନାହିଁ ମୋ କଥା? ତମେ ହେଡିଂ ଦିଅ ମଡେଲ ଅକ୍ସିଲାରୀ। ଏହା କେବେ ବି ମେନ୍ ଭର୍ବ ଭାବରେ ବ୍ୟବହାର ହୋଇପାରେ ନାହିଁ। ମେନ୍ ଭର୍ବ ଭାବରେ ବ୍ୟବହୃତ ହୁଏ ହିଁ। ସର୍ବଦା ହେଲ୍ପିଂ ଭର୍ବ ଭାବରେ ଅକ୍ସିଲାରୀ ଭାବରେ ବ୍ୟବହାର କରାଯାଏ। ଓକେ, କେମିତି ବ୍ୟବହାର କରାଯାଏ? ଅକ୍ସିଲାରୀ ଭାବରେ। ବୁଝିପାରୁଛ ନା ନାହିଁ କଥା? ସର୍ବଦା ଅକ୍ସିଲାରୀ ଭାବରେ ହିଁ ବ୍ୟବହାର କରାଯାଏ। ଦେଖିଲ, ପ୍ରଥମେ ଆମେ ଦୁଇଟି ଅକ୍ସିଲାରୀକୁ ଦେଖିବା। ଯୋଉଟା କି ନା ଉଦାହରଣ ଲେଖିନବା ନା, ଯୋଉ ଲେଖିଲେ ରୁଲଟା ଉଦାହରଣଟା ବି ଗୋଟେ ଦବା, ନହେଲେ ତମେ ଜାଣିବ କେମିତି? ଆଇ କ୍ୟାନ୍ ସ୍ୱିମ୍, ହଁ କି ନା? he should work hard, ହଁ कि ना? तो ये जो सेंटेंस ଆମେ ଦେଖୁଛେ, ये सेंटेंस रे थिबा कैन, ये सेंटेंस रे थिबा शुड, एमाने समस्त की वर्ब जानि पारुथो तमे? हेल्पिंग वर्ब। काहे कि ना एठी स्विम तो अछि ना गोटे एक्शन वर्ब, तेनु एठी तो एक्शन वर्ब के स्विम, तेनु ये हे गला मेन वर्ब। एठी भी अछि को के ना वर्ब, ये भी हे गला मेन वर्ब। बुझि पालो? ତେଣୁ ଆଉ ଗୋଟେ ଆମେ ଲେଖିପାରିବା ଯେ ମଡେଲ ଅକ୍ସିଲାରୀର V1, V2, V3 ଫର୍ମ ହୁଏ ନାହିଁ। ଏଣୁ ଏହିମାନଙ୍କର ପ୍ରୟୋଗ ସମସ୍ତ ନମ୍ବର, ସେଠି ଆମେ ନମ୍ବର ଅଲଗା ଅଲଗା ଦେଖୁଥିଲେ, ସବୁ ନମ୍ବର ଏବଂ ପର୍ସନ
ର ସବଜେକ୍ଟ ସାଥିରେ ସବୁବେଳେ ଏକ ରୂପେ କୌଣସି ରୂପ ପରିବର୍ତ୍ତନ ହୁଏ ନା, ଏକ ରୂପେ ବ୍ୟବହାର କରାଯାଏ। ହଁ କି ନା? ବୁଝିପାରିଲ ମୋ କଥା? ହଁ ନା? ଦେଖିପାରୁଛ ଉପରେ ଉଦାହରଣ ଟିକେ ଲକ୍ଷ୍ୟ କର, ଏଇ ଉପରେ ଥିବା ଉଦାହରଣ ଲକ୍ଷ୍ୟ କର। ଏଠି ଆମେ ଆଇ ଲଗେଇଲେ, ଏଠି ଆମେ କେନ୍ ଲଗଉଛେ। ଏଠି ଯଦି ଆଇ ଜାଗାରେ ଆମେ ହି ବି ଲଗେଇଥାନ୍ତେ ତାହେଲେ ସେଇ କେନ୍ ଲଗେଇଥିଲେ କିଛି ଭୁଲ ହେଇଥାନ୍ତା କି? ମୁଁ ଯଦି ହି ଜାଗାରେ ରମେଶ ଲେଖିଥାନ୍ତି, ହି ଜାଗାରେ ଯଦି ରମେଶ ଲେଖିଥାନ୍ତି ତାହେଲେ କିଛି ଭୁଲ ହେଇଥାନ୍ତା କି? ଯଦି ମୁଁ ଏଠି ୟୁ ଲେଖିଥାନ୍ତି ତାହେଲେ କିଛି ଭୁଲ ହେଇଥାନ୍ତା କି? କହିସାର ମତେ। ଯଦି ମୁଁ ହି ଜାଗାରେ ରମେଶ ଲେଖିଥାନ୍ତି କି ୟୁ ଲେଖିଥାନ୍ତି ତାହେଲେ କଣ ଭୁଲ ହେଇଥାନ୍ତା କି? He can swim, Ramesh can swim, you can swim. ନାଇଁ ଆମେ ଏଠି ଲେଖି ଦଉଚି you can swim। ନା ଆମର ରମେଶ ଯେହେତୁ ଥାର୍ଡ पर्सन ସିଙ୍ଗୁଲାର ନମ୍ବର, ତେଣୁ ଆମେ he can swim ଲେଖି ଦଉଚେ କି he can swim ଲେଖି ଦଉଚେ କି, ଯୋଉଟା କି ଭୁଲ ସମ୍ପୂର୍ଣ୍ଣ ଭାବରେ। he can ହବ ନାହିଁ, କାହିଁକି ନା ଏଠି କୌଣସି ବି ପରିବର୍ତ୍ତନ ହବ ନାହିଁ। ଯେ ରୂପରେ ସେଠି ବ୍ୟବହାର ହଉଥିଲା ସେଇ ରୂପରେ ପୁଣି ଏଠି ବ୍ୟବହାର ହବ। ହଁ ନା ନା? ବୁଝିପାରିଲ? ଓକେ, କୋଉଟା ଥିଲା? ସେଟା ତ ନଟ୍ ବ୍ୟବହାର ହବ ନା। ନଟ୍ ସବୁବେଳେ ଆମେ ଅକ୍ସିଲାରୀ ପାଖରେ ବ୍ୟବହାର କରିଥାଉ। ଏଠି ଆମେ ଲେଖିଦବା, ଆଉ ଗୋଟେ ତୁ ପଚାରିଲୁ ମାନେ ମୁଁ ଲେଖିଦେବି। ନଟ୍ ର ବ୍ୟବହାର, ନଟ୍ ନଟ୍ ର ବ୍ୟବହାର, ନଟ୍ ର ବ୍ୟବହାର ସର୍ବଦା ହେଲ୍ପିଂ ଭର୍ବ ରେ ହିଁ, ହେଲ୍ପିଂ ଭର୍ବ ରେ ହିଁ, ହେଲ୍ପିଂ ଭର୍ବ ରେ ହିଁ ହୋଇଥାଏ। ନଟ୍ ର ବ୍ୟବହାର ସର୍ବଦା ହେଲ୍ପିଂ ଭର୍ବ ରେ ହୋଇଥାଏ। ଓକେ, ତେଣୁ ଆମେ ଏଠି ନଟ୍ ଯେତେବେଳେ ବ୍ୟବହାର କରିବା, ହି କ୍ୟାନ୍ ନଟ୍ ସ୍ୱିମ୍, ସେ ପହଁରି ପାରିବ ନାହିଁ। ତେଣୁ ଏଠି ହେଲ୍ପିଂ ଭର୍ବ ପରେ ହିଁ ଆମେ ନଟ୍ ର ବ୍ୟବହାର କରେ। ବୁଝିପାରୁଛ ନା ନାହିଁ? ତେଣୁ ଏଠି ହେଲ୍ପିଂ ଭର୍ବ ଇଏ ହେଉଛି କ୍ୟାନ୍, ଇଏ ହେଉଛି ନଟ୍ ର ବ୍ୟବହାର ହେଲା, ସେଇଥିପାଇଁ ହେଲ୍ପିଂ ଭର୍ବ ପରେ। ପଛରେ ମଧ୍ୟ ଆମେ ଏ ସବୁ ଦେଖିକି ଆସିଥିଲେ, ମନେ ପଡୁଛି ନା ନାହିଁ? ଓକେ, ତାପରେ ଆଉ ଗୋଟେ କଥା ଲେଖ। କଣ ସେଟା? ମଡେଲ ଅକ୍ସିଲାରୀ ବିଷୟରେ। ଯେ ଯୋଉ ଦୁଇଟା ଆମେ ଦେଖିକି ଆସିଥିଲେ ଏଇଠି ଷ୍ଟାର୍ଟିଂ ରେ, ଟିକେ ପଛକୁ ପଳେଇବା। ଏଇ ଯୋଉ ଷ୍ଟାର୍ଟିଂ ଯୋଉ ଅକ୍ସିଲାରୀ ଦେଖୁଛ, କଣ ନା ୟୁଜ୍ଡ ଆଉ ନିଡ୍, ଡେୟାର, ଅଟ୍। ନିଡ୍ ଆଉ ଡେୟାର କୁ ଛାଡି ଦିଅ, କେବଳ ଅଟ୍ ଆଉ ୟୁଜ୍ଡ ଇଏ ଦିଟା ପାଖରେ ଟୁ ପ୍ଲସ୍ ଅକ୍ସିଲାରୀ, ଟୁ ପ୍ଲସ୍ ମେନ୍ ଭର୍ବ ବ୍ୟବହାର ହେଇଥାଏ। କେମିତି ବ୍ୟବହାର ହେଇଥାଏ ଦେଖିଦବା ଆମେ। ଅଟ୍, ଅଟ୍, ଅଟ୍ ଏବଂ ଅଟ୍ ଏବଂ ୟୁଜ୍ଡ, ये दुईटा जो शब्द अछंती ना, ये ऑट आउ यूज्ड, ऑट आउ यूज्ड, ये दुईटी शब्द पाखरे कौन व्यवहार करिथाउ हमें? यूज्ड परे टू प्लस v1, टू प्लस v1 बा टू प्लस मेन वर्ब रो व्यवहार करा जायथा, व्यवहार करा जाई थाए। बुझिपारल ना नहीं? जदि न बुझि पारछ गोटे उदाहरण देले बुझि जीवनी। जदि मु कहिबी he used to, he used to come late, से सर्वदा सबु बेले कौन करे ना लेट आसे। हमें एठी देखुचे जे यूज्ड एठी लिखिचे,
एठी हमें 2 लिखिचे 2 प्लस कोन ना कम ए जो 2 प्लस कम रो व्यवहार कले हमें काहे की व्यवहार कले 2 प्लस कम रो काहे की व्यवहार कले काहे ना बिकॉज़ यूज्ड इज यूज हियर ओके तो 2 प्लस v1 रो व्यवहार हमें कले ना नहीं और 2 रो व्यवहार सेमती he ought to respect he ought to respect our he लिखे his लिखे he ought to respect his parents तो ना देखो कौन लिखि परिबा हमें देखो एठी 2 व्यवहार हेछि नाही एठी 2 व्यवहार हेछि नाही एठी रेस्पेक्ट व्यवहार हेछि जोटा कि हमें कौन कहि परिबा एठी 2 प्लस v1 रो व्यवहार हेछि जोटा कि हमें ऊपर लिखि के आसिले जदी एठी यूज्ड टू रो यूज रो व्यवहार हेतै किंबा ought रो व्यवहार हेतै तेनो एठी हमें कोन व्यवहार करंती 2 प्लस v1 सेति पय हमें मॉडल ऑक्सिलरी जतले कहि थाउ ततले ought to कहि थाउ o u g h t ought to कहि थाउ आउ हमें used to मध्य कहि थाउ काहे ना सांगरे सांगरे हमें व्यवहार करि थाउ बोली हमें सांगरे ही 2 लगे की छाडी देछि सब सर्व जते बेले भी हमें उठान लगे दियंती 2 प्लस v1 बुझी पारलो मो कथा ए पर्यंत ओके वर्तमान में यूज देखिबा मॉडल ऑक्सिलरी वर्ब रो यूज तेनो हेडिंग हमें करि परिबा यूज ऑफ मॉडल ऑक्सिलरी हां लिखि देई पछु कर दोछ यूज ऑफ मॉडल ऑक्सिलरी लिखो देखो लिखि ज्योति सीतम किछि डाउट रहउची पचार मते सीतम बुझी परछ तो किछि डाउट अछि कि ज्योति तो पढिछि गुडा सब आगु खाता लिखुछ ना नहीं खाता लिखुछ ना तू हां हाउ चेंज करियो स्लाइड ओके हमें बर्तन जोटा कि इंपोर्टेंट प्रोमिनेंट पार्ट सेटा होजी यूज मॉडल ऑक्सिलरी यूज सब बेले कंफ्यूजिंग हेते तन टाइप टाइप के ध्यान से ଟିକେ लक्ष्य करबा आ मन मध्य रखियो के चेष्टा करबा ओके एठु हमें आरंभ करिया रूल 1 रूल 2 रूल 3 हमर देखियो तो एठी हमें रूल 1 देखियो कोन अछि अच्छा प्रथमे कैन एवं कुड रो प्रयोग कैन आउ कुड रो प्रयोग हम कैन को हमें केमिति व्यवहार करिबा कैन को हमें याको कोडी कैन आउ कुड दुइटा जाको हमें कोडी व्यवहार करिबा ना जोटी शक्ति रो कथा आछि पावर एबिलिटी रो कथा आछि योग्यता जोटी हमें एबिलिटी जोटा कि योग्यता रो कथा कहूचे हमें जोटा कि हमें पावर रो कथा कहूचे शक्ति सामर्थ्य किंबा कैपेसिटी रो कथा कहूचे कैपेसिटी जोटा कि कोन कह जाय ना सामर्थ्य बा क्षमता मोटा टेकी पारिबी मु दौड़ी पारिबी मु करि पारिबी मोर बॉस थिला त मु करूथिली हगे ना जदि ये सब ए जो एबिलिटी पावर कैपेसिटी तीनटा शब्द को मने रखिबो हगे ना तो ये तीनटा शब्द को कोडी व्यवहार करिवो ए तीनटा शब्द जोडी आसीबो सेटा हमें काहा को व्यवहार करिबा ना कैन को व्यवहार करिवो एटा जदि पास्ट रो एबिलिटी पावर किंबा कैपेसिटी को दर्शाइबा को हमें कूड रो व्यवहार करिबा
ହେଲା can ଆଉ could could ଜାଣିପାରୁଛ ନା ନାହିଁ ମୋ କଥା କେମିତି କେମିତି he he can can lift lift the the box box ଯଦି ଯଦି ମୁଁ ମୁଁ କହିବି କହିବି ସେ ସେ ବକ୍ସ ବକ୍ସ ଉଠେଇ ଉଠେଇ ପାରେ ପାରେ ତାର ତାର ଏବିଲିଟି ଏବିଲିଟି କୁ କୁ ଦେଖଉଛି he can lift lift the the box box କାହାର ତାହାର ତାହାର ଏବିଲିଟି ଏବିଲିଟି ବକ୍ସ ବକ୍ସ କୁ କୁ ଉଠେଇ ଉଠେଇ ପାରିବ ପାରିବାର ଲିଫ୍ଟ ଲିଫ୍ଟ ଟା ଟା ହଉଛି ହଉଛି ମେନ୍ ମେନ୍ ବର୍ବ ବର୍ବ ତେଣୁ ଉଠେଇ ପାରିବାର ଏବିଲିଟି ଟାକୁ ଦେଖଉଛି ଦେଖଉଛି କିଏ କିଏ ନା ନା କେନ୍ କେନ୍ ଯୋଉଟା ଯୋଉଟା କି କି ଏଟା ଏଟା ଅଛି ଅଛି କେଉଁଠି କେଉଁଠି ନା ନା ପ୍ରେଜେଣ୍ଟ ପ୍ରେଜେଣ୍ଟ ଟେନ୍ସ ଟେନ୍ସ ରେ ରେ କିନ୍ତୁ କିନ୍ତୁ ସେ ସେ ଏବେ ଏବେ ବୁଢା ବୁଢା ହେଇଗଲାଣି ହେଇଗଲାଣି ସେ ସେ ଏବେ ଏବେ ବୁଢା ବୁଢା ହେଇଗଲାଣି ହେଇଗଲାଣି ଆଉ ଆଉ ସେ ସେ ଉଠେଇ ଉଠେଇ ପାରୁନାହିଁ ପାରୁନାହିଁ ହି 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 କୁଡ ହି he କୁଡ could ଲିଫ୍ଟ ଲିଫ୍ଟ lift ଦ the ବକ୍ସ box ମାନେ ମାନେ ସେ ସେ ଅତୀତରେ ଅତୀତରେ ଉଠେଇ ଉଠେଇ ପାରୁଥିଲା ପାରୁଥିଲା ହଁ ହଁ କି କି ନା ନା ମୁଁ ମୁଁ କାଲି କାଲି ଆସି ଆସି ପାରିଲିନି ପାରିଲିନି ଆଇ I କୁଡ could ନଟ୍ not କମ୍ come ୟଷ୍ଟରଡେ yesterday ହଁ କି ହଁ ନା କି ନା ଏଠି ଏଇଟା ଆମେ ଆମେ ଏ ଏ ଦୁଇଟା ଦୁଇଟା ଯାକ ଯାକ ସେଣ୍ଟେନ୍ସ କୁ ସେଣ୍ଟେନ୍ସ କୁ ଆମେ ଆମେ ପାଷ୍ଟ ପାଷ୍ଟ ଟାଇମ୍ ଟାଇମ୍ ବ୍ୟବହାର ବ୍ୟବହାର କଲେ କଲେ କୁଡ could ଲଗେଇକି ଲଗେଇକି ବୁଝିପାରୁଛ ବୁଝିପାରୁଛ ନା ନା ନାହିଁ ନାହିଁ ମୋ ମୋ କଥା କଥା ଆଉ ଆଉ କୋଉଠି କୋଉଠି ଆମେ ଆମେ କ୍ୟାନ୍ କେନ୍ କିମ୍ବା କିମ୍ବା କୁଡ କୁଡ୍ କୁ କୁ ବ୍ୟବହାର ବ୍ୟବହାର କରିପାରିବା କରିପାରିବା ଯଦି ଯଦି କ୍ୟାନ୍ କେନ୍ କିମ୍ବା କିମ୍ବା କୁଡ କୁଡ୍ କୌଣସି କୌଣସି ପରମିଶନ ପରମିଶନ ମାଗୁଛେ ମାଗୁଛେ ଆମେ ଆମେ ପରମିଶନ ପରମିଶନ ଦଉଛେ ଦଉଛେ ଆମେ ଆମେ ପରମିଶନ ପରମିଶନ ମାଗିବା ମାଗିବା ନୁହେଁ ନୁହେଁ ପରମିଶନ ପରମିଶନ ଦବା ଦବା ପାଇଁ ପାଇଁ ଏଇ ତୁ ତୁ ଏବେ ଏବେ ଯାଇପାରିବୁ ଯାଇପାରିବୁ ଓକେ ଓକେ ତୁ ତୁ ଏବେ ଏବେ ଯାଇପାରୁ ଯାଇପାରୁ ୟୁ ୟୁ କ୍ୟାନ୍ କ୍ୟାନ୍ ଗୋ ଗୋ ନାଉ ନାଉ କହନ୍ତି ନା କହନ୍ତି ନା ନାହିଁ ନାହିଁ ଶୁଣିବ ଶୁଣିବ କେବେ କେବେ ଫିଲ୍ମରେ ଫିଲ୍ମରେ କେବେ କେବେ କଥାବାର୍ତ୍ତାରେ କଥାବାର୍ତ୍ତାରେ ଶୁଣିବ ଶୁଣିବ ୟୁ ୟୁ କ୍ୟାନ୍ କ୍ୟାନ୍ ଗୋ ଗୋ ନାଉ ନାଉ ତୁମେ ତୁମେ ଏବେ ଏବେ ଯାଇପାର ଯାଇପାର ଟିକେ ଟିକେ ଆରୋଗାଣ୍ଟ ଆରୋଗାଣ୍ଟ ଭାବକୁ ଭାବକୁ ଦର୍ଶାଇବା ଦର୍ଶାଇବା ପାଇଁ ପାଇଁ ହଁ କି ହଁ ନା କି ନା ଆମେ ଆମେ ଅନୁମତି ଅନୁମତି ଦିଅନ୍ତି ଦିଅନ୍ତି ଚେଞ୍ଜ ଚେଞ୍ଜ କରିବି କରିବି ପେଜ ପେଜ ରୁଲ ରୁଲ୍ ଟୁରେ ଟୁରେ ଆମେ ଆମେ ସେଇଆ ସେଇଆ ଲେଖିବା ଲେଖିବା ଯଦି ଆମେ କୌଣସି କୌଣସି ପରମିଶନ ପରମିଶନ ଦଉଛେ ଦଉଛେ ପରମିଶନ ପରମିଶନ ଦବା ଦବା ପାଇଁ ପାଇଁ ତାକୁ ତାକୁ ଆମେ ଆମେ ଅଭିଭାବକ ପରିବେଶନକୁ ପରିବେଶନକୁ ଅଭିବ୍ୟକ୍ତ ଅଭିବ୍ୟକ୍ତ କରିବା କରିବା ପାଇଁ ପାଇଁ ଆମେ ଆମେ କ୍ୟାନ୍ ର କ୍ୟାନ୍ ର ମଧ୍ୟ ମଧ୍ୟ ବ୍ୟବହାର ବ୍ୟବହାର କରିଥାଉ କରିଥାଉ ଚେଞ୍ଜ ଚେଞ୍ଜ କରିବି କରିବି ଓକେ ତେଣୁ ଆମେ ଆମେ ଲେଖିବା ଲେଖିବା ରୁଲ ରୁଲ୍ ଟୁ ଟୁ ଏହାର ଏହାର ପ୍ରୟୋଗ ଆମେ ଆମେ ଅନୁମତି 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 ଦେବାର ଦେବାର ଭାବକୁ ଭାବକୁ ଦର୍ଶାଇବାକୁ ଦର୍ଶାଇବାକୁ ବ୍ୟବହାର ବ୍ୟବହାର କରାଯାଏ କରାଯାଏ ତେଣୁ ଏଠି ଅନୁମତି ଅନୁମତି କହିଲେ କହିଲେ ଆମେ ଆମେ ଇଂଲିଶରେ ଇଂଲିଶରେ କଣ କଣ ଲେଖିପାରିବା ଲେଖିପାରିବା ନା ନା ପରମିଶନ ପରମିଶନ ଓକେ ଓକେ ତ ତ ପରମିଶନ ପରମିଶନ ବ୍ୟବହାର ବ୍ୟବହାର କରିବା କରିବା ଏବେ ଏବେ କିଏ କିଏ ଆସୁଛି ଆସୁଛି ସୁଷମା ସୁଷମା ଓକେ ଓକେ ତେଣୁ ତେଣୁ ପରମିଶନ ପରମିଶନ ଦବାର ଦବାର ଭାବକୁ ଭାବକୁ ବ୍ୟବହାର ବ୍ୟବହାର କରିବାକୁ କରିବାକୁ ହେଲେ ହେଲେ ଆମେ ଆମେ କ୍ୟାନ କ୍ୟାନ୍ ର ର ବ୍ୟବହାର ବ୍ୟବହାର କରିପାରିବା କରିପାରିବା ତେଣୁ ତେଣୁ ଏଇ ଏଇ ଗୋଟିଏ ଗୋଟିଏ ୱାର୍ଡ ୱାର୍ଡ ମନେ ମନେ ରଖିବ ରଖିବ କଣ ନା କଣ ନା ପରମିଶନ ପରମିଶନ ଦବା ଦବା ଏବିଲିଟି 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 ଦର୍ଶାଇବା ଦର୍ଶାଇବା ପାୱାର କୁ ପାୱାର କୁ ଦର୍ଶାଇବା ଦର୍ଶାଇବା ୟା ୟା କ୍ଷେତ୍ରରେ କ୍ଷେତ୍ରରେ ଆମେ ଆମେ କ୍ୟାନ କ୍ୟାନ୍ କିମ୍ବା କିମ୍ବା କୁଡ କୁଡ୍ ର ର ବ୍ୟବହାର ବ୍ୟବହାର କରିଥାଉ କରିଥାଉ ଏଠି ଏଠି ଆମେ ଆମେ ଉଦାହରଣ ଉଦାହରଣ ସ୍ୱରୂପ ସ୍ୱରୂପ ଲେଖିପାରିବା ଲେଖିପାରିବା ୟୁ ୟୁ କ୍ୟାନ୍ କ୍ୟାନ୍ ଗୋ ଗୋ ନାଉ ନାଉ ନା ନା ଲେଖିପାରିବାନି ଲେଖିପାରିବାନି ୟୁ ୟୁ କ୍ୟାନ୍ କ୍ୟାନ୍ ଗୋ ଗୋ ନାଉ ନାଉ ପୁଣି ପୁଣି ଏଇ ଏଇ ପରମିଶନ ପରମିଶନ ତମେ ତମେ ପାଇବ ପାଇବ ମେ ମେ ପାଖରେ ପାଖରେ ଯାଇକି ଯାଇକି ପାଇବ ପାଇବ କିନ୍ତୁ କିନ୍ତୁ ମେ ମେ ଟା ଟା ଟିକେ ଟିକେ ବେଶୀ ବେଶୀ ପୋଲାଇଟଲି ପୋଲାଇଟଲି ଯେତେବେଳେ ଯେତେବେଳେ ତମେ ତମେ ପରମିଶନ ପରମିଶନ ମାଗୁଛ ମାଗୁଛ ସେତେବେଳେ ସେତେବେଳେ ତମେ ତମେ କହୁଛ କହୁଛ ଯେତେବେଳେ ଯେତେବେଳେ ଟିଚର କୁ ଟିଚର କୁ ତମେ ତମେ କହୁଛ କହୁଛ ମେ ମେ ଆଇ ଆଇ ଗୋ ଗୋ ଆଉଟ୍ ଆଉଟ୍ ମ୍ୟାମ ୟା ସାର୍ କହୁଛ ନା କହ ମେ ମେ ଆଇ ଆଇ ଗୋ ଗୋ ଆଉଟ୍ ଆଉଟ୍ ହଁ କି ହଁ ନା କି ନା ମେ ମେ ଆଇ ଆଇ କମ୍ କମ୍ ଇନ୍ ଇନ୍ ପୋଲାଇଟନେସ୍ ପୋଲାଇଟନେସ୍ ଦେଖେଇବାକୁ ଦେଖେଇବାକୁ କିନ୍ତୁ କିନ୍ତୁ ଯଦି ଯଦି ତମେ ତମେ ସମାନ ସମାନ ଲେବୁଲରେ ଲେବୁଲରେ ଅଛ ଅଛ ମୁଁ ଆଉ ଧର ଧର ସାର୍ ସାର୍ ବସିଛେ ବସିଛେ ସାଙ୍ଗରେ ସାଙ୍ଗରେ ଯେତେବେଳେ ଯେତେବେଳେ ମୁଁ ମୁଁ କହିବି କହିବି କେନ୍ ଆଇ କେନ୍ ଆଇ ଗୋ ଗୋ ନାଉ ନାଉ ମୁଁ ମୁଁ ଏବେ ଏବେ ଯାଇପାରିବି ଯାଇପାରିବି କାମ କାମ ସରିଗଲା ସରିଗଲା ମୋର ମୋର ମୁଁ ମୁଁ ଏବେ ଏବେ ଯିବାକୁ ଯିବାକୁ ଚାହୁଁଛି ଚାହୁଁଛି ତ ତ ମୁଁ ସେତେବେଳେ ତାକୁ ପରମିଶନ ପରମିଶନ ଯେତେବେଳେ ମାଗିବି କେନ୍ କେନ୍ ଆଇ ଆଇ ଗୋ ଗୋ ନାଉ ନାଉ ବୋଲି ବୋଲି କହିବି କହିବି ସେତେବେଳେ ସେତେବେଳେ ମୋର ମୋର ପୋଲାଇଟନେସ୍ ପୋଲାଇଟନେସ୍ ଦରକାର ଦରକାର ନାହିଁ ନାହିଁ ସେଠି ସେଠି କାହିଁକିନା କାହିଁକିନା ଆମେ ଆମେ ସେମ୍ ସେମ୍ ଲେବୁଲରେ ଲେବୁଲରେ ବସିଛେ ବସିଛେ ଫ୍ରେଣ୍ଡ ଫ୍ରେଣ୍ଡ ଲେବୁଲରେ ଲେବୁଲରେ ବସିଛେ ବସିଛେ ବୁଝିପାରୁଛ ନା ବୁଝିପାରୁଛ ନା ନାହିଁ ନାହିଁ ମୋ ମୋ କଥା କଥା ବୁଝିପାରିଲ ବୁଝିପାରିଲ ନା ନା ନାହିଁ ନାହିଁ ମୋ ମୋ କଥା କଥା ପରମିଶନ ପରମିଶନ ତମେ ତମେ ମେ ମେ ବି ବି ବ୍ୟବହାର ବ୍ୟବହାର କର କର ତେଣୁ ତେଣୁ କନଫ୍ୟୁଜ କନଫ୍ୟୁଜ ହବ ହବ ନାହିଁ ନାହିଁ ସେଠି ସେଠି ଠିକ ଠିକ ଅଛି ଅଛି ଓକେ ଓକେ ସେମିତି ସେମିତି ରୁଲ ରୁଲ୍ 3 ଥ୍ରୀ କୁ କୁ ଯିବା ଯିବା ରୁଲ ରୁଲ୍ 3 ଥ୍ରୀ ତେଣୁ ରୁଲ ରୁଲ୍ 3 ରେ ଥ୍ରୀରେ କଣ କଣ ଲେଖିବା ଲେଖିବା ଯେ ଯେ କୁଡ୍ ର କୁଡ୍ ର ପ୍ରୟୋଗ ପ୍ରୟୋଗ କୁଡ୍ ର କୁଡ୍ ର ପ୍ରୟୋଗ ପ୍ରୟୋଗ
could ର ପ୍ରୟୋଗ ପସିବିଲିଟି କୁ ଦର୍ଶାଇବାକୁ ମଧ୍ୟ ବ୍ୟବହାର କରାଯାଏ। ପସିବିଲିଟି ସମ୍ଭାବ୍ୟତା, ପସିବିଲିଟି ବା ସମ୍ଭାବ୍ୟତାକୁ ଦର୍ଶାଇବାକୁ ବ୍ୟବହାର କରାଯାଏ। ସମ୍ଭାବ୍ୟତାକୁ ଦର୍ଶାଇବାକୁ ବ୍ୟବହାର କରାଯାଏ। ହଁ କି ନା, ମେ ବି ଏଟା ହେଇପାରେ। ଯେ there could be a bomb. There could be a bomb under the seat. Under the seat. There can be a snake. There could be a snake in front of the gate. ଲେଖିପାରିବାନି possibility ସମ୍ଭାବ୍ୟତାକୁ ଦର୍ଶାଇବାକୁ। ହଁ ନା ନା, ତମେ ଲେଖିପାରିବ ଯେ ପରମିଶନ ପାଖରେ କିମ୍ବା ଅନୌପଚାରିକ ନିବେଦନ ପାଇଁ, କିମ୍ବା ଅନୌପଚାରିକ ନିବେଦନ ପାଇଁ। ଓକେ, ଏଟା କୁହାଯାଏ ଇନଫର୍ମାଲ ରିକ୍ୱେଷ୍ଟ। ଇନଫର୍ମାଲ ରିକ୍ୱେଷ୍ଟ ଆମେ could ର ବ୍ୟବହାର ମଧ୍ୟ କରିଥାଉ। can କିମ୍ବା could ର ବ୍ୟବହାର ମଧ୍ୟ କରିଥାଉ। ଯେମିତିଆ can I take your scooter? Can I take your bike? तुम बाइक ନେଇପାରେ କି? ହଁ କି ନା, ମୁଁ କଥା ହେଇପାରିବି could I talk to Mr. ପଣ୍ଡା? ମୁଁ ପଣ୍ଡାଙ୍କ ସହିତ କଥା ହେଇପାରିବି କି? ଏଠି ଆମେ could ର ବ୍ୟବହାର କରିପାରିବା। ଅନୁମତି, ଅନୌପଚାରିକ ନିବେଦନ, ଇନଫର୍ମାଲ ରିକ୍ୱେଷ୍ଟ। ଇନଫର୍ମାଲ ଲେଖିଦିଅ ଇଂଲିଶରେ, ତମେ ତ ନିଜେ ଲେଖିବନି, ଯାହା ମୁଁ ଲେଖିବି ସେୟା ତମେ ଲେଖିବ। ଇନଫର୍ମାଲ ରିକ୍ୱେଷ୍ଟ ପାଇଁ ମଧ୍ୟ ଆମେ ବ୍ୟବହାର କରିଥାଉ। ତେଣୁ ଏଠି ଆମେ ଯଦି ଆମେ କହିବା ଯେ ଆଉ ଗୋଟେ ରୁଲ କରିକି ତାକୁ ଲେଖିଦେବା, ରୁଲ ନମ୍ବର 4। ତ ରୁଲ ନମ୍ବର 4 ରେ ଆମେ କଣ ଦେଖିବା ନା, ଯଦି ଆମେ କହୁଛେ ଗୋଟେ ସେଣ୍ଟେନ୍ସ କୁ ଲକ୍ଷ୍ୟ କର, ଗୋଟେ ସେଣ୍ଟେନ୍ସ କୁ ଟିକେ ଲକ୍ଷ୍ୟ କର, କଣ ନା I cannot able to able to come tomorrow। ତେଣୁ ଏଠି ଆମେ cannot ଆଉ able to ଦିଟା ଯାକୁ ସାଙ୍ଗରେ ସାଙ୍ଗରେ ଆମେ ବ୍ୟବହାର କରିପାରିବାନି, ଯୋଉଟା କି ବାକ୍ୟଟା ଭୁଲ ହେଇଯିବ। ଆମେ ଏମିତି ଲେଖିପାରିବା, ଟିକେ ମୁଁ ୟାକୁ ଛୋଟିଆ କରିଦିଏ। ତ ଏଇଟାକୁ ଆମେ ଲେଖିପାରିବା I cannot be come tomorrow। I cannot come tomorrow। ସେଇଟାକୁ ଆମେ ଲେଖିପାରିବା ଯେ ଏଟା ବି ଠିକ, ଆମେ ଏଠି ଲେଖିପାରିବା I will not able to come
tomorrow. ओके ओके तो तो आम दुईटा जाक एका सांगे व्यवहार करि परिबा नै कैन नॉट आउ एबल टू दुईटा जाक कोन हेजबो ना सुपर प्लस हेजबो वी कैन नॉट आमे सांगे सांगे एका सांगे कैन एवं एबल टू को व्यवहार करि परिबा नाही बुझी परछन नाही मो कथा ना बुझी पालनी बुझी पालो ना बुझी पालनी को को ना पळे पळे गलन गलन अच्छन अच्छन पळे पळे गलन व्यवहार करि परिबा परिबा करि परिबा करि करि परिबा परिबा नाही नाही सांग सांग राय राय जदि जदि अलग अलग व्यवहार व्यवहार करियो करियो अलग 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 व्यवहार व्यवहार करियो ओके तो नेक्स्ट नेक्स्ट क्लास क्लास रे रे आमे आमे देखिबा देखिबा आज आज में में एति एति थाउ थाउ आज आज में में एति एति थाउ थाउ ना ना पर पर आगु आगु पढिबा पढिबा एका संगे मुंड जाम जाम हे हेजो जो आज आज एति एति थाउ थाउ हां तो तो आमे आमे नेक्स्ट नेक्स्ट क्लास क्लास रे रे आमे आमे कंटिन्यू कंटिन्यू करिबा करिबा कोडू कोडू ना ना मे मे माइट माइट मस्ट मस्ट आउ आउ तापरे तापरे आगु आगु रही रही सेल सेल विल विल रो व्यवहार व्यवहार मध्ये देखिबा देखिबा आउ आउ वुड रो वुड रो मध्ये मध्ये व्यवहार व्यवहार केमे केमिति देखिबा देखिबा एसु एसु अलग 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 करी करी हमें हमें गोटे गोटे पर पर गोटे गोटे सब सबरो व्यवहार व्यवहार को को देखिबा देखिबा जोरा जोरा कि कि बुझियो बुझिବାକୁ तुमको तुमको असुविधा असुविधा हो हबो नाही नै ओके जय हिंद समस्त जय हिंद थैंक थैंक यू यू जो जो मानन मानन को को एबे एबे जो जो माने माने मते मते YouTube YouTube रे रे देखुछ देखुछ समाने समाने समस्त समस्ते चैनल चैनल को को सब्सक्राइब सब्सक्राइब करिने करिने एमिति एमितिका सुंदर 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 वीडियो वीडियो जानिबा जानिबा पई पई आ आ जदि जदि ऑफलाइन ऑफलाइन रे रे पढिବାକୁ पढिବାକୁ चाहछो चाहछो ताले ताले क्लासरूम क्लासरूम सेशन सेशन को को ମଧ୍ୟ ମଧ୍ୟ जॉइन जॉइन करि करि परिबो परिबो धन्यवाद धन्यवाद